ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ। ଆଜି ଆମେ ଜାଣିବା ଗଙ୍ଗା କାହିଁକି ନିଜର 7 ପୁତ୍ରକୁ ନଦୀରେ ଭସାଇ ଦେଉଥିଲେ। ବନ୍ଧୁଗଣ, ଆଜି ଆମେ ଦେବୀ ଗଙ୍ଗାଙ୍କର କିଛି ଅଦ୍ଭୁତ ରହସ୍ୟ ବିଷୟରେ ଜାଣିବା। ଦେବୀ ଗଙ୍ଗା କାହିଁକି ନିଜର 7 ପୁତ୍ରକୁ ନଦୀରେ ଭସାଇ ଦେଉଥିଲେ, ଏହି ବିଷୟରେ ମହାଭାରତରେ ବର୍ଣ୍ଣିତ ହୋଇ ରହିଛି। ସେତେବେଳେ ହସ୍ତିନାପୁରର ରାଜା ଶାନ୍ତନୁ ଥିଲେ। ସେ ଜଣେ ବୀର ଓ ଧାର୍ମିକ ଶାସକ ଥିଲେ। ତାଙ୍କର ଯୁବ ଅବସ୍ଥାରେ ଥରେ ସେ ଗଙ୍ଗା କୂଳରେ ଶିକାର ଉଦ୍ଦେଶ୍ୟରେ ବିଚରଣ କରୁଥିଲେ। ସେହି ସମୟରେ ସେ ଜଣେ ଅତ୍ୟନ୍ତ ରୂପବତୀ ଅପୂର୍ବ ଯୁବତୀଙ୍କୁ ନିଜ ସମ୍ମୁଖରେ ଦେଖି ବିମୋହିତ ହୋଇ ତାଙ୍କୁ ବିବାହ କରିବା ପାଇଁ ଚାହିଁଲେ। ସେହି ଲାବଣ୍ୟମୟୀ ଥିଲେ ନିଜେ ଗଙ୍ଗା ଦେବୀ। ମାନବ ଶରୀର ଧାରଣ କରି ସେ ଶାନ୍ତନୁଙ୍କୁ ବିମୋହିତ କରିଥିଲେ। ମହାରାଜା ଶାନ୍ତନୁ ତାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ନିଜର ରାଜ ସିଂହାସନ ଓ ସମସ୍ତ ମିତ୍ର ଏପରିକି ନିଜ ଜୀବନ ଅର୍ପଣ କରିଦେବେ ବୋଲି ପ୍ରସ୍ତାବ ରଖିଲେ। ରହସ୍ୟମୟରେ ଗଙ୍ଗା ଉତ୍ତର ଦେଲେ, ହେ ରାଜନ୍, ଆପଣ ମୋର କିଛି ସର୍ତ୍ତକୁ ଅଙ୍ଗୀକାରବଦ୍ଧ ହେଲେ ମୁଁ ଆପଣଙ୍କର ପତ୍ନୀ ହେବା ପାଇଁ ପ୍ରସ୍ତୁତ। ଶାନ୍ତନୁ ସହମତ ହେଲେ। ଗଙ୍ଗା କହିଲେ, ଆପଣ ଓ ଅନ୍ୟ କେହି ମୋର ବାସସ୍ଥାନ ବିଷୟରେ ମୋତେ କେବେହେଲେ ପ୍ରଶ୍ନ କରିବେ ନାହିଁ। ମୁଁ ଯାହା କିଛି କରିବି, ଉତ୍ତମ ବା ମନ୍ଦ, ତାହାର କାରଣ ଜିଜ୍ଞାସା କରିବେ ନାହିଁ। ସେହି କର୍ମ ପାଇଁ ମୋ ଉପରେ ଦୋଷାରୋପ କରିବେ ନାହିଁ କିମ୍ବା ଅସନ୍ତୋଷ ହେବେ ନାହିଁ। ଏଥିରେ ବ୍ୟତିକ୍ରମ ଘଟିଲେ ତତ୍କ୍ଷଣାତ୍ ମୁଁ ଆପଣଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କରିବି। ବିମୋଦ ଶାନ୍ତନୁ ଅବିଳମ୍ବେ ସର୍ତ୍ତଗୁଡ଼ିକୁ ପାଳନ କରିବେ କହି ସତ୍ୟବଦ୍ଧ ହେଲେ ଏବଂ ଦେବୀ ଗଙ୍ଗା ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରି ରାଜପ୍ରସାଦକୁ ପ୍ରସ୍ଥାନ କଲେ। ଶାନ୍ତନୁ ଓ ଗଙ୍ଗା ସମ୍ମୁଖରେ ତାଙ୍କର ଦାମ୍ପତ୍ୟ ଜୀବନ ବିତେଇ ଚାଲିଲେ। ସମୟକ୍ରମେ ଗଙ୍ଗା ଏକ ସୁସ୍ଥ ସୁଦାମ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ପୁତ୍ରର ଜନ୍ମରେ ରାଜା ଅତ୍ୟନ୍ତ ଖୁସି ଓ ବିଭୋର ହୋଇପଡ଼ିଲେ। ଠିକ୍ ସେହି ସମୟରେ ଗଙ୍ଗା ନଦୀର ଜଳସ୍ରୋତରେ ଶିଶୁପୁତ୍ରକୁ ଭସାଇ ଦେଲେ। ରାଜା ଦୁଃଖରେ ବିମୋହିତ ହେଲେ ସତ୍ୟ, କିନ୍ତୁ ନିଜର ପ୍ରତିଶ୍ରୁତିକୁ ସ୍ମରଣ କରି ନୀରବ ରହିଲେ। ଦିନ ଗଡ଼ି ଚାଲିଲା। ଗଙ୍ଗା ଧୀରେ ଧୀରେ କରି 6ଟି ପୁତ୍ର ସନ୍ତାନକୁ ଗଙ୍ଗା ମାତାଙ୍କ କୋଳରେ ବିସର୍ଜନ କରିଦେଲେ। ଶାନ୍ତନୁଙ୍କ ମନ ବିଦାରିତ ହୋଇଯାଉଥିଲେ ମଧ୍ୟ ସେ ସ୍ଥିର ଧରି ଗଙ୍ଗାଙ୍କର ଏପରି ଅମାନୀୟ ନିଷ୍ଠୁର କାର୍ଯ୍ୟକୁ ସହ୍ୟ କରି ଚାଲିଲେ। ଗଙ୍ଗାଙ୍କ ପରିଚୟ, ଉଦ୍ଦେଶ୍ୟ ଆଦି ନେଇ ଅନେକ ପ୍ରଶ୍ନ ଉଙ୍କି ଉଠିଲା। ତଥାପି ସେ ଅଦମ୍ୟ ସରଳତାର ପରିଚୟ ନେଇ ଗଙ୍ଗାଙ୍କୁ କିଛି ମଧ୍ୟ ପଚାରିଲେ ନାହିଁ। କିନ୍ତୁ 7ମ ସନ୍ତାନ ପରେ ଗଙ୍ଗା ଯେତେବେଳେ ପୁନଶ୍ଚ ନିଜର ନବଜାତ 8ମ ସନ୍ତାନଟିକୁ ଯେତେବେଳେ ଗଙ୍ଗାରେ ବିସର୍ଜନ କରିବା ପାଇଁ ଅଗ୍ରସର ହେଲେ, ଶାନ୍ତନୁ ଅସହ୍ୟ ବେଦନାରେ ଜର୍ଜରିତ ହୋଇ ବାରମ୍ବାର ଏହି ନିରପେକ୍ଷ ଶିଶୁଟିକୁ କାହିଁକି ବୋଧ କରି ଚାଲିଛ କହି ଗଙ୍ଗାଙ୍କୁ ବାଧା ଦେଲେ। ଗଙ୍ଗା କହିଲେ, ହେ ରାଜା, ଆପଣ ଆପଣଙ୍କର ପ୍ରତିଶ୍ରୁତିକୁ ବିଚ୍ଛିନ୍ନ ହେଲେ। ମୁଁ ଏହି ମୁହୂର୍ତ୍ତରେ ଆପଣଙ୍କୁ ତ୍ୟାଗ କରି ପ୍ରସ୍ଥାନ କରୁଛି। ଏହି 8ମ ଶିଶୁଟିକୁ କିନ୍ତୁ ମୁଁ ଜଳରେ ସ୍ରୋତରେ ନିଖୋଜ କରିବି ନାହିଁ। ଏହାକୁ ମୁଁ ମୋର ସଙ୍ଗରେ ନେଇ ଯାଉଛି। ଠିକ୍ ସମୟରେ ମୁଁ ଏହାକୁ ଆପଣଙ୍କୁ ହସ୍ତାନ୍ତର କରିବି। ମୁଁ ଶିଶୁଗୁଡ଼ିକୁ ହତ୍ୟା କରିଥିବା ଆପଣଙ୍କର ଭୁଲ ଧାରଣା। ମୁଁ ସେମାନଙ୍କୁ ମୁକ୍ତି ଦେଇଛି। ମୋ ପ୍ରତି ଯେଉଁ ଆପଣଙ୍କର ଘୃଣାଭାବ ଜାତ ହୋଇଛି, ତାହା ଦୂରୀକରଣ ପାଇଁ ଶୁଣନ୍ତୁ। ମୁଁ ସ୍ୱର୍ଗର ଦେବୀ ବୁଧ ଓ ମର୍ତ୍ତ୍ୟରେ ମାନବଙ୍କର ପରମ ପୂଜ୍ୟ ଦେବୀ ଗଙ୍ଗା। ବ୍ରହ୍ମଦେବଙ୍କର ଅଭିଶାପ ଯୋଗୁଁ ଓ ବସୁମାନଙ୍କର ପ୍ରାର୍ଥନାକୁ ରକ୍ଷା କରି ମୁଁ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଛି। ମୁଁ ଆପଣଙ୍କର ପତିତ୍ୱ ଗ୍ରହଣ କରି ବଶିଷ୍ଠ ଋଷିଙ୍କର ଦ୍ୱାରା ଅଭିଶାପଗ୍ରସ୍ତ ମାନବ ରୂପ ଜନ୍ମିତ ବସୁମାନଙ୍କୁ ମୁଁ ମୁକ୍ତି ପ୍ରଦାନ କରିଛି। ଏହି 8ମ ବସୁଙ୍କର ମୁକ୍ତିର ସମୟ ଆସିନାହିଁ। ମୁଁ ବର୍ତ୍ତମାନ ଆପଣଙ୍କ ଦ୍ୱାରା ପୂଜିତ ହୋଇ ଶାପମୁକ୍ତ ହେଲି। ମୁଁ ସ୍ୱର୍ଗଲୋକକୁ ପ୍ରତ୍ୟାବର୍ତ୍ତନ କରୁଛି। ରାଜା ଶାନ୍ତନୁଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବୀ ଗଙ୍ଗା କହିଲେ, ଦେବରାଜ ଇନ୍ଦ୍ରଙ୍କର ଭାଇ 8 ଜଣ ରକ୍ଷକ ଥିଲେ। ସେମାନଙ୍କୁ ବସୁ କୁହାଯାଉଥିଲା। ସେହି 8 ଜଣ ଭାଇ
ଋଷି ବଶିଷ୍ଠଙ୍କ ଗାଈ ନନ୍ଦିନୀଙ୍କୁ ବିନା ଅନୁମତିରେ ଚୋରି କରିଥିଲେ। ସେହି 8 ଜଣଙ୍କର ଏହି ଅଭିଳାଷୀ କାର୍ଯ୍ୟ ଦେଖି ଋଷି ବଶିଷ୍ଠ କ୍ରୋଧିତ ହୋଇଗଲେ। ସେମାନଙ୍କୁ ପୃଥିବୀ ପୃଷ୍ଠରେ ମନୁଷ୍ୟ ଭାବରେ ଜନ୍ମ ନେବେ ବୋଲି କହିଲେ। ଏହାପରେ ସେମାନେ ସେମାନଙ୍କ କର୍ମ ପାଇଁ ଋଷି ବଶିଷ୍ଠଙ୍କୁ କ୍ଷମା ମାଗିଲେ। ଋଷି ବଶିଷ୍ଠ ତାଙ୍କ କ୍ରୋଧ ଶାନ୍ତ କରି 7 ଜଣ ବସୁଙ୍କୁ 9 ମାସରେ ଶାପରୁ ମୁକ୍ତି ପାଇ ଯିବେ ବୋଲି କହିଲେ। ଯିଏ ଗାଈ ଚୋରି କରିଥିଲେ ତାଙ୍କୁ ଭୂଲୋକରେ ବଞ୍ଚିବା ପାଇଁ କହିଥିଲେ। ସେହି 8 ଜଣ ଭାଇ ଦେବୀ ଗଙ୍ଗାଙ୍କ ପାଖକୁ ଗଲେ। ସେମାନେ ଦେବୀ ଗଙ୍ଗାଙ୍କ କୋଳରେ ଜନ୍ମ ନେବା ପାଇଁ ପ୍ରାର୍ଥନା କରିଥିଲେ। ଦେବୀ ଗଙ୍ଗା ରାଜା ଶାନ୍ତନୁଙ୍କୁ ବଚନ ଦେଇଥିଲେ। ଅଷ୍ଟମ ସନ୍ତାନକୁ ସାଙ୍ଗରେ ଧରି ନଦୀ ଭିତରକୁ ପଳାଇଥିଲେ। ତେବେ ସେହି ଅଷ୍ଟମ ସନ୍ତାନଟି ହେଉଛି ଦେବବ୍ରତ। ଦେବବ୍ରତଙ୍କର ଅନ୍ୟ ନାମ ହେଉଛି ଭୀଷ୍ମ। ଯଦି ଗଙ୍ଗାଙ୍କର ଏହି କାହାଣୀଟି ଆପଣମାନଙ୍କୁ ଜଣାଥାଏ ତାହେଲେ ନିଶ୍ଚିତ କମେଣ୍ଟ କରି ଆପଣଙ୍କର ମତାମତ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରି ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ।